ଜାପାନରେ ଜଣେ ଦାର୍ଶନିକ ଥିଲେ ଯାହାଙ୍କ ନାଁ ଥିଲା କୁକାଇ। ଜାପାନର ଗୋଟିଏ ପର୍ବତମାଳା ଉପରେ ସିଏ ତାଙ୍କର ଆଶ୍ରମ କରି ରହିଥିଲେ। ସେ ଆଶ୍ରମରେ ଜଣେ ବୃଦ୍ଧ ସନ୍ନ୍ୟାସୀ ପ୍ରତିଦିନ ଆସି ଗୋଟେ ପଥର ଉପରେ ପାଣି ଢାଳୁଥିଲେ ଏବଂ ଏ ଦୃଶ୍ୟ ବହୁବାର ଦେଖିଲା ପରେ କୁକାଇ ତାଙ୍କୁ ପଚାରିଲେ ଯେ ଆପଣ ଏଇ ପଥର ଉପରେ ପ୍ରତିଦିନ ପାଣି କାହିଁ ଢାଳୁଛନ୍ତି? ସେ କହିଲେ ଯେ ଏ ପଥର ଉପରେ କିଛି ଦାଗ ସୃଷ୍ଟି କରିବା ଆମର ଉଦ୍ଦେଶ୍ୟ। ସେ କହିଲେ ପଥର ଉପରେ ପୁଣି ପାଣିରେ ଆପଣ ଦାଗ କେମିତି ସୃଷ୍ଟି କରିପାରିବେ? ଆପଣ ନିହାଣଟିଏ ଆଣନ୍ତୁ ବା ମାର୍ତୁଲ ଟିକେ ଆଣନ୍ତୁ ବା ଅନ୍ୟ କିଛି ଯନ୍ତ୍ର ଆଣି ତା ଦେହରେ ଯଦି ଆପଣ ଗାରେଇବେ ବା ତା ଦେହରେ ଯଦି ଆଘାତ ଦେବେ ତାହେଲେ ହୁଏତ ପଥର ଦେହରେ କୌଣସି ଦାଗଟି ସୃଷ୍ଟି ହେଇପାରିବ। ସେ କହିଲେ ନା, କେବଳ ଏଇ ଜଳଧାରରେ ହିଁ ମୁଁ ସୃଷ୍ଟି କରିବା ପାଇଁ ଚାହୁଁଛି। ଏମିତି କିଛି ଦିନ ଗଲା ପରେ ଦିନେ କୁକାଇ ଦେଖିଲେ ଯେ ସତକୁ ସତ ସେ ପଥର ଉପରେ ପାଣିର ଧାର ଧୀରେ ଧୀରେ ଗୋଟେ ଦାଗ ଭଳିଆ ହେଇକି ରହିଛି ଏବଂ ସୃଷ୍ଟି ହେଇଛି ଗୋଟେ ଦାଗ। ଆମେମାନେ ବି ଯେତେବେଳେ ଯାଇଛୁ କୌଣସି ପର୍ବତମାଳା ଯେଉଁଠି ଝରଣାଟିଏ ବହିଯାଉଛି, ଯେଉଁଠି ଜଳପ୍ରପାତଟିଏ ଅଛି, ସେଠି ଜଳ ପଡ଼ି ପଡ଼ି କେମିତି ପଥର ସବୁ ଚିକ୍କଣ ହେଇଯାଇଛି, ପଥର ସବୁ ସେଥିରେ ସବୁ ଗାର ହେଇଯାଇଛି, ସେଥିରେ ସବୁ ଘାଇ ହେଇଯାଇଛି, ତାକୁ ମଧ୍ୟ ଆମେ ଦେଖିଛୁ। କହିବାର କଥା ହେଲା ଯେ ଅନେକ କଥା ଧୀରତାର ସହିତ ଏବଂ ନମ୍ରତାର ସହିତ ଯଦି ମଣିଷ ବି କରେ ସେଥିରେ ନିଶ୍ଚିତ ଭାବରେ ବହୁତ ପରିବର୍ତ୍ତନ ଆସିପାରେ। ଆମେମାନେ ଅନେକ ସମୟରେ କିଛି କାର୍ଯ୍ୟ କରୁ ଯେଉଁ କାର୍ଯ୍ୟରେ ଆମେ ଚାହୁଁ ଯେ ତୁରନ୍ତ ଫଳାଫଳ ଯେମିତି ଆମକୁ ମିଳିଯିବ, କିନ୍ତୁ ତୁରନ୍ତ ଫଳାଫଳ ଆଶାରେ ଆମେ ଯେଉଁ କାମ କରୁ ସେଥିରେ ତୁରନ୍ତ ଫଳାଫଳ ମିଳେ ନାହିଁ, ବରଂ ଆମେମାନେ ନିରୁତ୍ସାହିତ ହେଇଥାଉ, ଆମେ ନିରାଶ ହେଇଥାଉ ଯେ ଆମେ ଯେଉଁ ଉଦ୍ୟମ କଲୁ ସେଥିରେ ଆମେ ସଫଳ ହେଲୁ ନାହିଁ। ସେଥିପାଇଁ ବଡ଼ ବଡ଼ ଫଳ ଉପରେ ଗୁରୁତ୍ୱ ନ ଦେଇକି ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ କଥା କୁହାଯାଇଛି ଯେ ଛୋଟିଆ ଛୋଟିଆ କର୍ମ, କ୍ଷୁଦ୍ର କର୍ମରେ ଦିବ୍ୟ ଗୌରବ ଲାଭ ମଣିଷ କରିପାରେ ଏବଂ ବହୁତ ବଡ଼ ବଡ଼ କାମ ମଧ୍ୟ ନିୟମିତ ଭାବରେ ନିରବଚ୍ଛିନ୍ନ ଭାବରେ ଯଦି ଆପଣ ଗୋଟେ କାର୍ଯ୍ୟ କରିଗଲେ ତାହେଲେ କେବେ ନା କେବେ ସଫଳତା ନିଶ୍ଚିତ ଭାବରେ ଆସିବ। ଏଭଳି ଆଶା ଏବଂ ବିଶ୍ୱାସ ମଣିଷ ନିଜ ଭିତରେ ରଖିବା ଦରକାର। ଏବଂ ସେଥିପାଇଁ ଯେଉଁ ଅଭ୍ୟାସ ଆପଣଙ୍କର ଅଛି ପ୍ରତ୍ୟେକ ଦିନ, ଧରନ୍ତୁ କିଛି ଗୋଟେ ଆପଣ ଦିନଚର୍ଯ୍ୟାରେ ରଖିଛନ୍ତି, ଗୋଟେ ଅଭ୍ୟାସ ରଖିଛନ୍ତି, ସେ ଅଭ୍ୟାସକୁ ପ୍ରତ୍ୟେକ ଦିନ ଟିକିଏ ସମୟ ହଉ, ଅଳ୍ପ ସମୟ ହଉ ବା ଅଳ୍ପ ଅବଧିର ହଉ, ଆପଣ ତାକୁ ପ୍ରତ୍ୟେକ ଦିନ ନିୟମିତ ଭାବରେ ଯଦି କରିବେ ସେ ଗୋଟେ ବଡ଼ ଫଳ ପରବର୍ତ୍ତୀ ସମୟରେ ଦେବ, ଯାହାକି ତୁରନ୍ତ ଜଣାପଡ଼ିବ ନାହିଁ, ତୁରନ୍ତ ଦେଖାଯିବ ନାହିଁ, କିନ୍ତୁ ଲମ୍ବା ସମୟ ପରେ ଆପଣ ତାର ଫଳ ନିଶ୍ଚିତ ଭାବରେ ପାଇପାରିବେ। ତେଣୁ ସ୍ଥିରତା ଏବଂ ଧୈର୍ଯ୍ୟର ସହିତ ଯଦି ଆପଣ କାର୍ଯ୍ୟ କଲେ ସେଥିରେ ଆପଣଙ୍କୁ ପ୍ରକୃତ ଶକ୍ତି ନିଜ ଭିତରେ ଆସିପାରିବ ଏବଂ ଶାନ୍ତ ରହି ସ୍ଥିରତାର ସହିତ ଉଦ୍ୟମ ଯେଉଁଟା କରିବେ ସେଥିରେ ଫଳ ମଧ୍ୟ ନିଶ୍ଚିତ ଭାବରେ ପ୍ରାପ୍ତି ହେଇପାରିବ। ଏବଂ ବଡ଼ କଥା ହେଲା ଯେ ଯେତେବେଳେ ଆମେ ସ୍ଥିର ଚିତ୍ତରେ କୌଣସି ନିୟମିତ କାର୍ଯ୍ୟ କରୁ ସେ ଆମକୁ ସହନଶୀଳ କରାଏ, ଆମକୁ ଧୈର୍ଯ୍ୟଶୀଳ କରାଏ ଏବଂ ଆମ ଭିତରେ ଯେଉଁ ଶକ୍ତି ହୁଏ, ଶକ୍ତି ଥାଏ, ସେ ଶକ୍ତିକୁ ମଧ୍ୟ ସେ ଜାଗ୍ରତ କରେ। ସେଥିପାଇଁ ପର୍ବତ ଉପରେ ବା ପଥର ଉପରେ ଜଳ ଢାଳି ସେଥିରେ ଯେଉଁ ଦାଗ କରିବା ପାଇଁ ଯେଉଁ ଉଦ୍ୟମ କରିଥିଲେ ବୃଦ୍ଧ ସନ୍ନ୍ୟାସୀ, ତାହା ମଧ୍ୟ କିଛି ଭୁଲ ନଥିଲା, ଯାହାକୁ କି କୁକାଇ ପ୍ରଥମେ ବୁଝିପାରିନଥିଲେ ଏବଂ ପରବର୍ତ୍ତୀ ସମୟରେ ବୁଝିଥିଲେ।